ନିଜସ୍ୱ ଗାଡ଼ି ମରାମତି ଗ୍ୟାରେଜ ଏବଂ ପେଟ୍ରୋଲ ପମ୍ପ ନିର୍ମାଣ କରିବ ବିଏମ୍ସି। ବାହାର ପେଟ୍ରୋଲ ପମ୍ପ ଏବଂ ଗ୍ୟାରେଜରେ ହେଉଥିବା ଅତ୍ୟଧିକ ଖର୍ଚ୍ଚକୁ ରୋକିବାକୁ ଏଭଳି ନିଷ୍ପତ୍ତି ବିଏମ୍ସି ନେଇଛି। ମାର୍ଚ୍ଚ ମାସରେ କେବଳ ତେଲ ଖର୍ଚ୍ଚ ପାଇଁ 2,69,00,000 ଟଙ୍କା ଦିଆଯାଇଥିବା ବେଳେ ଗାଡ଼ି ମରାମତି ପାଇଁ ବିଏମ୍ସି ଖାତାରୁ 56,000 ଟଙ୍କା ଯାଇଛି, ଯାହାକୁ ଲକ୍ଷ୍ୟ ରଖି ପେଟ୍ରୋଲ ପମ୍ପ ଏବଂ ଗ୍ୟାରେଜ ନିର୍ମାଣ କରିବାକୁ ଯୋଜନା କରିଛି ବିଏମ୍ସି। ଜାମୁକୋଳି ଗୋଶାଳାକୁ ଅତ୍ୟାଧୁନିକ କରାଯିବା ସହିତ ଗୋଶାଳା ନିକଟରେ ପଶୁ ଡାକ୍ତରଖାନା, ବାୟୋଗ୍ୟାସ୍ ପ୍ରସ୍ତୁତି ଏବଂ ବ୍ୟବହାର ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ବସିଥିବା ବିଏମ୍ସିର କର୍ପୋରେସନ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମାସିକିଆ କର୍ପୋରେସନ ବୈଠକରେ ଅନେକ ପ୍ରସ୍ତାବ ଉପରେ ମୋହର ମାରିଛି ବିଏମ୍ସି। ଚଳିତ ବର୍ଷ ରେକର୍ଡ ସଂଖ୍ୟାରେ ଟ୍ୟାକ୍ସ ଆଦାୟ ହୋଇଛି। ତେବେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ବିଏମ୍ସିକୁ ଦିଆଯାଇଥିବା ବଜେଟ୍ ଚିନ୍ତା ବଢ଼ାଇଛି। ସରକାର ଚଳିତ ଆର୍ଥିକ ବର୍ଷରେ ବିଏମ୍ସିକୁ 327 କୋଟି ଅର୍ଥ ପ୍ରଦାନ କରିଥିବା ବେଳେ ବାର୍ଷିକ ଖର୍ଚ୍ଚ ପ୍ରାୟ 800ରୁ 1000 କୋଟି ରହିଛି।